ନାଇଁ ଶୁଣନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ ଚାଉଳ ମିଳିଥିଲା ଏବଂ 14,000 କ୍ୱିଣ୍ଟାଲ ଚାଉଳକୁ ବର୍ତ୍ତମାନ ନିର୍ବାଚନ ଆସିଗଲା, ତାପରେ ଆମ ରଥଯାତ୍ରା ଆସିଗଲା, ଏ ସମସ୍ତ ଜିନିଷ ତା ଦେହରେ ଲେଟ୍ ହେଲା, ଯେଉଁଟା ଅବହେଳା ହେଲା, ଯେଉଁଟାକି ଅର୍ଥମାନ ଚାଉଳ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କେହି ଦେଖିଲେ ଯାଇକି ଅନେଇଲେନି ନାହିଁ, ଯାହାଦ୍ୱାରା ଚାଉଳ ଗୁଡ଼ାକ ଆସ୍ତେ ଆସ୍ତେ ନଷ୍ଟ ହେଲା। ତେଣୁକରି ଯେତେବେଳେ ଭକ୍ତମାନେ ଦେଇଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ, ତେଣୁକରି ସେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଲାଗିବା ନିହାତି ଦରକାର। ତେଣୁକରି ଚାଉଳ ଯେତେବେଳେ ନଷ୍ଟ ହେଇଗଲା, ତେଣୁକରି ପୋକଳା ଚାଉଳ ଜଗନ୍ନାଥ ମହାପ୍ରଭୁ ଭୋଗ ହେଇପାରିବନି। ତେଣୁକରି ତାଙ୍କର ସୁଆର ମହାସୟରେ ନିଜଙ୍କ ସାଙ୍ଗରେ ସେମାନେ ଆଲୋଚନା କରନ୍ତୁ, ଜିଲ୍ଲା ପ୍ରଶାସନ ମନ୍ଦିରର ମୁଖ୍ୟ ପ୍ରଶାସକ ସହିତ ଏକାଠି ଆଲୋଚନା କରିକି କୋଉଭଳି ଭାବରେ ସେ ବିକ୍ରି ହେବ, କୋଉଭଳି ଭାବରେ ସେ ପଇସା ଆସିବ, କୋଉଭଳି ମହାପ୍ରଭୁ ସେ ପଇସା ଖର୍ଚ୍ଚ ହେବ କି ମହାପ୍ରଭୁଙ୍କ ଫଣ୍ଡରେ ଜମା ହେବ, ଏଇଟା ସେମାନଙ୍କ ସହିତ ଆଲୋଚନା ହେଇକରି କରାଯାଉ। କାହିଁକିନା ଚାଉଳଟା ପ୍ରଥମେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଉଦ୍ଦେଶ୍ୟ ଦେଇଥିଲେ ଏବଂ ତାଙ୍କର ପଇସା ଠିକ୍ ଯାଇ ବିନିଯୋଗ ହେବା ଦରକାର, ଏଇଟା ହେଲା ମୁଖ୍ୟ ଜିନିଷ। ତେଣୁକରି ଆମର ଗୋଟିଏ କଥା, ମୁଖ୍ୟ ପ୍ରଶାସନକୁ ଆମେ ଅନୁରୋଧ କରିବା, ଜିଲ୍ଲା ପ୍ରଶାସନ ମୁଖ୍ୟ ପ୍ରଶାସକ ସୁଆର ମହାସୟ ନିଯୋଗ ଆଲୋଚନା କରିକିରି ସେ ପଇସା ଯେମିତି ବାଟବରଣା ନ ହୁଏ, ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗେ ଏବଂ ଯେଉଁ ଚାଉଳ ନଷ୍ଟ ହେଇଯାଇଛି ତାକୁ କୋଉଭଳି ଭାବରେ ବିକ୍ରି ହେବ, କ'ଣ ହେବ, ସମସ୍ତ ନିଷ୍ପତ୍ତି ସେମାନଙ୍କ ଉପରେ। ଯାହା ବି ହେଉ ଭକ୍ତଙ୍କ ଭାବାବେଗକୁ ଆଘାତ ନ ଦିଆଯାଉ, ସେ କାର୍ଯ୍ୟ ଭକ୍ତଙ୍କ କାମ ଲାଗେ।